ଚଳଚଞ୍ଚଳ ମଧ୍ୟରେ ଅନୁଷ୍ଠିତ ହେଲା ଶ୍ରୀ ଶ୍ରୀ ବିଶ୍ୱକର୍ମା ଦେବଙ୍କ ପୂଜା ଉତ୍ସବ। ଦେବଶିଳ୍ପୀ ବାବା ବିଶ୍ୱକର୍ମାଙ୍କ ପୂଜା ଉତ୍ସବ ଖୁବ୍ ଚଳଚଞ୍ଚଳ ହୋଇ ଉଠିଛି ସହର ବଜାର। ଠାଏ ଠାଏ ବିଶ୍ୱକର୍ମା ମଣ୍ଡପ, ରଙ୍ଗବେରଙ୍ଗର ପରିବେଶ ମଧ୍ୟରେ ଆକର୍ଷଣୀୟ ତୋରଣରେ ଶୋଭାବର୍ଦ୍ଧନ କରୁଛି ପୂଜା ମଣ୍ଡପ। ରଙ୍ଗୀନ ଆଲୋକମାଳାରେ ସଜ୍ଜିତ ହୋଇଥିବା ପୂଜା ମଣ୍ଡପକୁ ପଶିଗଲେ ମନ ଭିତରେ ସୃଷ୍ଟି ହୋଇଯାଏ ଭକ୍ତି ଏବଂ ବିଶ୍ୱାସ। ପ୍ରଭୁ ବିଶ୍ୱକର୍ମାଙ୍କ ପୂଜାବିଧିରେ ସାମିଲ ହୋଇ ବାବାଙ୍କ ପାଖରୁ ଆଶୀର୍ବାଦ ଭିକ୍ଷା ନେବା ପାଇଁ ପୂଜା ମଣ୍ଡପରେ ଗହଳି ଲାଗିଥିବା ଦୃଶ୍ୟ ଦେଖିବାକୁ ମିଳିଛି। ମୁଖ୍ୟତଃ ନିର୍ମାଣ କାରିଗରଙ୍କ ପାଇଁ ଏହି ବିଶ୍ୱକର୍ମା ପୂଜାର ଆୟୋଜନ କରାଯାଉଥିବା ବେଳେ ସବୁ ବର୍ଗର ଲୋକମାନେ ଏହି ବିଶ୍ୱକର୍ମା ପୂଜାକୁ ଖୁବ୍ ଉତ୍ସାହର ସହିତ ପାଳନ କରିଥାନ୍ତି। ପୂଜା ମଣ୍ଡପରେ ବାବା ବିଶ୍ୱକର୍ମାଙ୍କ ଦର୍ଶନ କରିବା ସହିତ ବ୍ରାହ୍ମଣଙ୍କ ମନ୍ତ୍ରଧ୍ୱନିରେ ନିଜକୁ ସାମିଲ କରିଥାନ୍ତି। ଉଭୟ ପୁରୁଷ ଓ ମହିଳା ଏହି ପୂଜା କାର୍ଯ୍ୟରେ ଯୋଗଦାନ କରି ଖୁବ୍ ଭକ୍ତି ଓ ବିଶ୍ୱାସର ସହିତ ବିଶ୍ୱକର୍ମାଙ୍କୁ ଆଶୀର୍ବାଦ ଭିକ୍ଷା ମାଗିଥାନ୍ତି। ଜନଗହଳିପୂର୍ଣ୍ଣର ପରିବେଶରେ ପୂଜା ମଣ୍ଡପ ଖୁବ୍ ଚଳଚଞ୍ଚଳ ହୋଇ ଉଠିଥିଲା। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗାଠାରେ ଦେଖାଦେଇଛି ବାବା ବିଶ୍ୱକର୍ମା ପୂଜାର ଏକ ଆଧ୍ୟାତ୍ମିକ ପରିବେଶ। ଭକ୍ତି ଓ ବିଶ୍ୱାସର ଭାବନାରେ ବାନ୍ଧି ହୋଇ ପୂଜା ମଣ୍ଡପକୁ ଆଗ୍ରହ ସହକାରେ ଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ପରମ ପୂଜ୍ୟ ପ୍ରଭୁ ବିଶ୍ୱକର୍ମା ଦେବଙ୍କୁ ପୂଜା କରି ସଂସାରର ଜୀବନ ଜଞ୍ଜାଳରେ ଉନ୍ନତି ଆଣିବାର ଅଗାଢ଼ ବିଶ୍ୱାସରେ ଯଥା ବିଧି ଅନୁସାରେ ପୂଜା କାର୍ଯ୍ୟ କରିଥାନ୍ତି। ବାବା ବିଶ୍ୱକର୍ମା ମଧ୍ୟ ତାଙ୍କ ସନ୍ତାନମାନଙ୍କ କର୍ମ ଉପରେ ଶୁଭ ଦୃଷ୍ଟି ଦେଇ ଭବିଷ୍ୟତ ଜୀବନକୁ ସୁଖ ସମୃଦ୍ଧି ଅଜାଡ଼ି ଦେଇଥାନ୍ତି। ବ୍ରାହ୍ମଣଙ୍କ ମନ୍ତ୍ରଧ୍ୱନିରେ ସାରା ଅଞ୍ଚଳ ପ୍ରକମ୍ପିତ ହେଉଥିବା ବେଳେ ବିଶ୍ୱକର୍ମାଙ୍କୁ ଦର୍ଶନ କରିବା ପାଇଁ ଲୋକମାନେ ପୂଜା ମଣ୍ଡପକୁ ଛୁଟି ଯାଇଥାନ୍ତି। ତୁରୁମୁଙ୍ଗାର ଏହି ବିଶ୍ୱକର୍ମା ପୂଜା ଖୁବ୍ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ପାଳିତ ହେଉଥିବା ବେଳେ ଏ ବର୍ଷ ଏଠାରେ ଏକ ନିଆରା ଢଙ୍ଗରେ ପାଳିତ ହେଉଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଲୋକମାନେ ମଧ୍ୟ ବିଶ୍ୱକର୍ମାଙ୍କୁ ଦର୍ଶନ କରି ପୂଜାକୁ ଖୁବ୍ ଉପଭୋଗ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଆଉ ଲୋକମାନଙ୍କ ମନରେ ଖୁବ୍ ଉତ୍ସାହ ରହିଥିବା ମଧ୍ୟ ଜଣାପଡ଼ୁଥିଲା। ତୁରୁମୁଙ୍ଗାରେ ଏ ବର୍ଷ ଖୁବ୍ ଧୁମଧାମରେ ବିଶ୍ୱକର୍ମା ପୂଜା ଆୟୋଜନ ହୋଇଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ପାଟଣାରୁ ଦେବାନନ୍ଦ ମହାନ୍ତଙ୍କ ରିପୋର୍ଟ, এবি ନ୍ୟୁଜ୍।